ଶ୍ରାବଣ ମାସ ଆରମ୍ଭ ହେଇଥାଏ। ଜଙ୍ଗଲରେ ରହୁଥିବା ଧାର୍ମିକ ଚଢେଇ ମାନେ ଭଗବାନ ଶିବଙ୍କ ଉପରେ ପାଣି ଢାଳିବା ପାଇଁ ଯିବାକୁ ବାହାରିଥାନ୍ତି। ଆରେ ସୁଇଟି, ତୁ ପାଣି ପାଇଁ ଯିବୁ ନା ଯିବୁନି? କେତେବେଳ ହେଇଗଲାଣି? ଆମେ ଗଲେ ପୁଣି ନଈରୁ ପାଣି ଉଠେଇବା, ଆଉ ତାପରେ ପୁଣି ସେ ଭୟଙ୍କର ଜଙ୍ଗଲକୁ ପାରି କରିବା। ଏତକ କଲା ବେଳକୁ ସଞ୍ଜ ହେଇଯିବ, ବୁଝିଲୁ? ଆରେ ଯାଉଛି ରୁହ। ଖାଲି ବାଜୁ ବାଜୁ ହଉଛନ୍ତି, ମତେ ଟିକେ ମେକଅପ୍ ହେବାକୁ ଦେଲେନି। छी 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 छी। ଏମିତି କହି ସୁଇଟି ଘରୁ ବାହାରକୁ ଆସିଲା, ଆଉ ତାପରେ ରାଜୁ ସହ ମିଶି ପାଣି ଆଣିବାକୁ ଗଲା। ଆରେ ତୁ ମତେ କହିଲୁ, ତୋ ମୁହଁରେ ତୁ କଣ ମାରିଛୁ? ତୋ ମୁହଁଟା କଣ ଭାରି ଚକମକ କରୁଛି? ହାକ୍, ମୁଁ କାଇଁ ମୋ ମୁହଁରେ କଣ ମାରିବି? ମୋ ମୁହଁ ତ ସବୁବେଳେ ସେମିତି ହିଁ ସୁନ୍ଦର ଦେଖାଯାଏ। ନାଇଁ ନାଇଁ, ମତେ ତୋ କଥା ବିଶ୍ୱାସ ହଉନି। ତୁ ପାଣି ଢାଳିକି ଆସିଲେ ମତେ ସବୁ କଥା କହିବୁ, ହେଲା? ହଉ କହିବି, ଆଉ ତତେ ଗୋଟେ ବଢିଆ ଜିନିଷ ବି ଦେବି। ଏମିତି ସେମାନେ କଥାବାର୍ତ୍ତା ହେଇ ହେଇ ନଈ କୂଳରେ ପହଞ୍ଚିଲେ। ନଈ କୂଳରେ ଅନ୍ୟ ଚଢେଇ ମାନେ ବି ପାଣି ନଉଥାନ୍ତି। ରାଜୁ ଓ ସୁଇଟି ମଧ୍ୟ ନଈରୁ ପାଣି ଉଠେଇଲେ, ଆଉ ଶିବଙ୍କ ମନ୍ଦିର ଆଡକୁ ଚାଲିଲେ। ବୋଲ ବମ୍ ହର ହର ବମ୍, ବୋଲ ବମ୍ ହର ହର ବମ୍। ବୋଲ ବମ୍ ହର ହର ବମ୍, ବୋଲ ବମ୍ ହର ହର ବମ୍। ଏମିତି ସେମାନେ ଭଗବାନ ଶିବଙ୍କ ନାମ ଜପ କରି କରି ଆଗକୁ ଆଗକୁ ଗଲେ। ଶିବଙ୍କ ମନ୍ଦିରରେ ପହଞ୍ଚିବାକୁ ତାଙ୍କୁ ଗୋଟେ ବଡ ଜଙ୍ଗଲ ପାର କରିବାକୁ ପଡିବ। ହେଲେ ସେହି ଜଙ୍ଗଲରେ ଶିକାରୀ ଚଢେଇ ମାନେ ରହୁଥାନ୍ତି। ସେମାନେ ଏତେ ଭୟଙ୍କର ଯେ ଦିନ ବେଳା ବି ଚଢେଇ ମାନେ ସେ ଜଙ୍ଗଲରେ ଯିବାକୁ ଭୟ କରନ୍ତି। ଟିକେ ସମୟ ପରେ ଭାରି ଜୋରରେ ବର୍ଷା ହେଲା। ତେଣୁ ସୁଇଟି ଆଉ ରାଜୁ ପାଖରେ ଥିବା ଗୋଟିଏ ଗଛ ତଳେ ରହିଗଲେ। ବାପରେ, କେତେ ଜୋରରେ ବର୍ଷା ହେଉଛି, ଆଉ ତା ସାଙ୍ଗକୁ ବିଜୁଳି ମଧ୍ୟ ମାରୁଛି। ରାଜୁ, ମତେ ଭାରି ଜୋରରେ ଡର ଲାଗୁଛି। ସୁଇଟି, ତୁ ଚିନ୍ତା କରେନା, ଆମର କିଛି ହବନି। ଆମେ ପରା ଦେବଦେବ ମହାଦେବଙ୍କ ପାଖକୁ ପାଣି ନେଇକି ଯାଉଛେ। ଭଗବାନ ଆମର କିଛି ଅସୁବିଧା ହେବାକୁ ଦେବେନି। ହେ ପ୍ରଭୁ ଭୋଳାଶଙ୍କର, ଆମକୁ ଏ ବର୍ଷା ଘଡଘଡିରୁ ରକ୍ଷା କର। ଏମିତି ଟିକେ ସମୟ ବିତିଗଲା, ଆଉ ବର୍ଷା ଛାଡିଗଲା। ହେଲେ ସେତେବେଳକୁ ସଞ୍ଜ ହେଇଯାଇଥାଏ। ସୁଇଟି, ସଞ୍ଜ ହେବାକୁ ତ ଆସିଲାଣି। ଆମେ ତ ଆଉ ଆଗକୁ ଯାଇପାରିବାନି। ଏବେ ଆମେ କଣ କରିବା? ରାଜୁ, ସଞ୍ଜ ହେବାକୁ ଆଉ ଟିକେ ସମୟ ଅଛି। ତେଣୁ ମୁଁ ଭାବୁଛି ଏଠି ଆମେ ନ ରହି ଆଗରେ ଥିବା ଜଙ୍ଗଲକୁ ଆମେ ପାରି କରି ପଳେଇବା। ଆରେ ବାପରେ, ତୁ କଣ ପାଗଳ ହେଇଗଲୁ କି? ଆରେ ତୁ ଜାଣିଛୁଟି, ଏ ଜଙ୍ଗଲ କେତେ ଭୟଙ୍କର? ଏ ଜଙ୍ଗଲରେ ବହୁତ ଭୟଙ୍କର ଚଢେଇ ମାନେ ଅଛନ୍ତି। ଏବେ ଆମେ ଗଲେ ସେମାନେ ଆମକୁ ମାରି ଖାଇଦେବେ। କଣ ହେଲା? ସେ ଜଙ୍ଗଲରେ ଶିକାରୀ ଚଢେଇ ମାନେ ଅଛନ୍ତି। ହେ ପ୍ରଭୁ ଭୋଳାଶଙ୍କର, ଆମକୁ ରକ୍ଷା କର। ରାଜୁ, ଏବେ ଆମେ କଣ କରିବା? ଚାଲ ଆଉ ଟିକେ ଆଗକୁ ଯିବା, ଆଉ ଗୋଟେ ଭଲ ଜାଗା ଦେଖି ସେଇଠି ରହିଯିବା। ହଁ ଚାଲ। ଏହା ପରେ ସେମାନେ ଆଗକୁ ଚାଲିଲେ, ଆଉ ଟିକେ ପରେ ଗୋଟେ ଝଙ୍କାଳିଆ ଗଛ ପାଖରେ ପହଞ୍ଚି ସେଇ ଗଛ ଡାଳରେ ବସିଲେ। ଯାହା ହେଉ, ଏ ଗଛ ଆମକୁ ମିଳିଗଲା। ସୁଇଟି, ଆମେ ଆଜି ରାତିଟା ଏଇଠି କାଟିବା, ହେଲା? ହଁ, ଆମେ ଆଜି ରାତିଟା ଏଇଠି କାଟିଦବା। ହେଲେ ରାଜୁ, ମତେ ଭାରି ଡର ଲାଗୁଛି। ଯାହା ପ୍ରଭୁଙ୍କର ଇଚ୍ଛା। ଏମିତି ସେମାନେ କଥାବାର୍ତ୍ତା ହେଉଥାନ୍ତି। ହଠାତ୍ ଗୋଟେ ଶିକାରୀ ଚଢେଇ ଆସି ସେଠି ପହଞ୍ଚିଲା। ଆରେ, ଏଠି କୋଉଠୁ ଗୋଟେ ଚଢେଇ ବାସ୍ନା ଆସୁଛି? ଲାଗୁଛି ଏଇ ଆଖପାଖରେ ବୋଧେ ଚଢେଇ ଅଛନ୍ତି। ଯାଉଛି ଯିବି, ଆଉ ସେ ଚଢେଇଙ୍କୁ ଖୋଜିବି। ରାଜୁ, ଏବେ ଆମେ କଣ କରିବା? ସେଠି ତ ଗୋଟେ ଶିକାରୀ ଚଢେଇ ଉଡୁଛି। ହଁ ସୁଇଟି, ତାକୁ ତ ଦେଖି ମତେ ବି ଡର ଲାଗିଲାଣି। ରାଜୁ, ଚାଲ ଏଠୁ ପଳେଇବା। ମତେ କାଇଁ ଲାଗୁନି ମୁଁ ଆଉ ଏ ପାଣି ନେଇ ଶିବଙ୍କ ଉପରେ ଢାଳି ପାରିବି ବୋଲି। ଲାଗୁଛି ଆମର ଆଜି ଶେଷ ଦିନ। ଏଇ ପାଖରୁ ତ କୋଉଠୁ ଚଢେଇଙ୍କ ବାସ୍ନା ଆସୁଛି। ହେଲେ ସେମାନେ କୋଉଠି ଲୁଚିଛନ୍ତି? ହଁ, ଯାଉଛି, ଆଉ ଟିକେ ଏଇ ଆଖପାଖ ଖୋଜି ଦେଖିବି। ଏମିତି କହି ଶିକାରୀ ଚଢେଇ ଭଲ ଭାବେ ଆଖପାଖ ଖୋଜିଲା। ଆଉ ଟିକେ ସମୟ ଖୋଜିବା ପରେ ସେ ଶିକାରୀ ଚିଲ ରାଜୁ ଓ ସୁଇଟିଙ୍କୁ ଦେଖି ନେଲା। ରାଜୁ ଓ ସୁଇଟି ଶିକାରୀ ଚିଲଙ୍କୁ ଦେଖି ଡରିଗଲେ। ଓ, ତମେ ମାନେ ତାହେଲେ ଏଇଠି ବସିଛ ନାଇଁ? ଆଉ ମୁଁ ତୁମକୁ ସିଆଡେ ଖୋଜୁଛି। ଯାହା ହେଉ, ତମେ ମାନେ ମିଳିଗଲା, ଭଲ ହେଲା। ଆଜି ମୁଁ ତୁମ ମାନଙ୍କ ମାଂସ ଖାଇ ମୋ ଭୋକ ମେଣ୍ଟେଇବି। ହେ ପ୍ରଭୁ,
ଆମକୁ ସାହାଯ୍ୟ କର, ଆମ ଜୀବନ ରକ୍ଷା କର। ଶିକାରୀ ଭାଇ, ଆମକୁ ଛାଡି ଦିଅ, ଆମେ ଭଗବାନ ଶିବଙ୍କ ଉପରେ ପାଣି ଢାଳିବାକୁ ଯାଉଛୁ। ନା ନା ନା, ମୁଁ ତୁମମାନଙ୍କୁ ଛାଡ଼ିବିନି। ଆଜି ମୁଁ ତୁମକୁ ଖାଇବି, ଆଉ ଏ ଶିବଙ୍କ ପାଖକୁ ନଉଥିବା ପାଣିକୁ ବି ପିଇବି। ହା 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 ହା। ଆମକୁ ଛାଡି ଦିଅ ଶିକାରୀ ଭାଇ, ନହେଲେ ମହାଦେବ ତୁମ ଉପରେ ରାଗିବେ ଆଉ ତୁମକୁ ମାରିଦେବେ। ଆରେ ଭଗବାନ ଭଗବାନ କେହି ନାହାନ୍ତି, ସେସବୁ ମିଛ କଥା। ଆରେ ଭଗବାନ ଯଦି ଅଛନ୍ତି ତାହେଲେ ଆଜି ଆସନ୍ତୁ ସିଏ, ଆଉ ତୁମମାନଙ୍କୁ ରକ୍ଷା କରନ୍ତୁ। ହେ ମହାଦେବ, ଆମକୁ ରକ୍ଷା କରନ୍ତୁ। ରାଜୁ ଏମିତି କହୁଥାଏ, ହଠାତ୍ ବିଜୁଳି ସାଙ୍ଗକୁ ଜୋରରେ ବର୍ଷା ହେଲା, ଆଉ ସେହି ସମୟରେ ଗୋଟେ ତ୍ରିଶୂଳ ଉଡ଼ି ଆସି ସେଠି ପହଞ୍ଚିଲା। ପ୍ରଭୁ ଆସିଗଲେ, ମୋ ପ୍ରଭୁ ଆସିଗଲେ। ହେ 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 ହେ, ଇଏ କଣ? ଇଏ ଗୋଟେ 3 ମୁଣ୍ଡିଆ କଣ୍ଟା ପରି ଦିଶୁଛି। ଶିକାରୀ ଚଢେଇ ଏମିତି କହୁଥାଏ, ହଠାତ୍ ସେ ତ୍ରିଶୂଳଟି ସିଧା ଯାଇ ଶିକାରୀ ଚଢେଇର ପେଟରେ ପଶିଗଲା, ଆଉ ଶିକାରୀ ଚଢେଇ ସିଧା ଯାଇ ତଳେ ପଡିଲା। ରାଜୁ ଓ ସୁଇଟି ଭଗବାନଙ୍କର ଏମିତି ଚମତ୍କାର ଦେଖି ବହୁତ ଖୁସି ହେଲେ। ହଠାତ୍ ସେହି ସମୟରେ ଆକାଶରୁ ଶୂନ୍ୟବାଣୀ ହେଲା। ରାଜୁ, ସୁଇଟି, ତୁମେମାନେ ଭୟ କରନି, ମୁଁ ତୁମମାନଙ୍କ ସହ ଅଛି। ଶୂନ୍ୟବାଣୀ ଶୁଣି ରାଜୁ ଓ ସୁଇଟି ଭଗବାନଙ୍କୁ ପ୍ରଣାମ କଲେ। ହର 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 ମହାଦେବ, ହର ହର ମହାଦେବ, ହର 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 ମହାଦେବ, ହର ହର ମହାଦେବ। ଏମିତି ସେ ରାତି କଟିଲା। ପରଦିନ ରାଜୁ ଓ ସୁଇଟି ମନ୍ଦିରରେ ପହଞ୍ଚି ଶିବଙ୍କ ଉପରେ ପାଣି ଢାଳିଲେ, ଆଉ ଖୁସିରେ ଘରକୁ ଫେରିଲେ। ଥରେ ରାଜୁ କାଉ ଜଙ୍ଗଲରେ ବୁଲୁ ବୁଲୁ ସେ ଯାଇ ଲତା ମାଉସୀ ପାଖରେ ପହଞ୍ଚିଲା। ଲତା ମାଉସୀ ତା କଦଳୀ ଗଛ ପାଖରେ ବସି କଦଳୀ ଗଛ ମୂଳରୁ ଘାସ କାଢୁଥାଏ। ଆରେ ମାଉସୀ, ତମେ କଣ ଆଜି ଏତେ ସକାଳୁ ସକାଳୁ ଆସି ଏଠି କାମ କରୁଛ? ତୁମର ତ ବୟସ ହେଇଗଲାଣି, ଏ ବୟସରେ ଏତେ କାମ କରିବା କଣ ଭଲ? ଆରେ ପୁଅ, ମତେ ବୟସ ହେଇଗଲା ତ କଣ ହେଇଗଲା ସେଇଠୁ? ଯେପର୍ଯ୍ୟନ୍ତ ମୋ ଦେହରେ ଜୀବନ ଅଛି ସେ ପର୍ଯ୍ୟନ୍ତ ମୁଁ ଏମିତି କାମ କରୁଥିବି। କଥାରେ ଅଛି ପରା, କର୍ମ ହିଁ ଈଶ୍ୱର, କର୍ମ ନ କଲେ କଣ ଚଳି ହବ? ଆଚ୍ଛା କହିଲୁ, ତୁ କଣ ପାଇଁ ଏଠାକୁ ଆସିଥିଲୁ? ମାଉସୀ, ତୁମ ଏ କଦଳୀ ବୁଦାରେ ତ କେତେ କଦଳୀ ଫଳିଛି, ମତେ ଗୋଟେ ପେଣ୍ଡା କଦଳୀ ଦେଲ, ମୁଁ ଖାଇବି। ଏଇ କଥା, ହଉ ରହ, ମୁଁ ଏବେ ହିଁ ତତେ ଗୋଟେ କଦଳୀ ପେଣ୍ଡା ଦଉଛି। ହେଲେ ରାଜୁ, ମନେ ରଖ, ତୁ ଏ କଦଳୀ ଖାଇକି ଏଇଠି ଚୋପା ଗୁଡିକ ପକେଇ ଦବୁ ହେଲା। ଏ ଚୋପା ଗୁଡିକ ଭଲ ସାର ହେବ। ହଁ ହଁ ମାଉସୀ, ମୁଁ ଏ କଦଳୀ ଖାଇକି ଏଇଠି ଚୋପା ପକେଇଦେବି। ଏହା ପରେ ଲତା ମାଉସୀ ରାଜୁକୁ ଗୋଟେ କଦଳୀ ପେଣ୍ଡା ଦେଲା, ଏବଂ ରାଜୁ ସେଇ କଦଳୀ ଗୁଡ଼ିକୁ ମନ ଖୁସିରେ ଖାଇଲା ଓ ତା ଚୋପାକୁ ସେଇଠି ପକେଇଦେଲା। ରାଜୁ, ମୁଁ ଏବେ ଯାଉଛି, ତୁ ବି ଯା, ଖରା ହେବାକୁ ଆସିଲାଣି। ଖରା ହେଇଗଲେ ଏ ଖରାରେ ମୋ ମୁଣ୍ଡ ବୁଲେଇ ଦେବ। ହଁ ହଁ ମାଉସୀ, ତମେ ଯାଅ, ମୁଁ ବି ଯାଉଛି। ଏହା ପରେ ସେମାନେ ସେଠୁ ନିଜ ନିଜ ଘର ଆଡକୁ ଚାଲିଗଲେ। ଏହା ଭିତରେ କିଛି ଦିନ ବିତିଗଲା, ଆଉ ସେଇ କିଛି ଦିନ ଭିତରେ ଲତା ମାଉସୀ ବି ମରିଯାଇଥିଲା। ଲତା ମାଉସୀ ମରିଯିବାରୁ ଜଙ୍ଗଲର କିଛି ଦୁଷ୍ଟ ଚଢେଇ ମାନେ ତା କଦଳୀ ବାଡିରୁ ସବୁ କଦଳୀ ନେଇ ଯାଇଥିଲେ। ହେ, ଲତା ମାଉସୀ ମରିଯିବାରୁ ଏ ଦୁଷ୍ଟ ଚଢେଇ ମାନେ ତାର ସବୁ କଦଳୀ ଗୁଡିକ ନେଇଗଲେ। ମୋ ପାଇଁ ଆଉ ଗୋଟେ ହେଲେ ବି କଦଳୀ ରଖିନାହାନ୍ତି। ହଉ, ଯାଉଛି, ଯିବି ଜଙ୍ଗଲରେ ବୁଲି ମିଠା ମିଠା ଫଳ ଖୋଜିବି। ଏମିତି କହି ରାଜୁ ସେଠୁ ଯିବାକୁ ବାହାରିଲା। ହଠାତ୍ ସେଇ କଦଳୀ ବୁଦା ଭିତରେ ଥିବା ଗୋଟିଏ ଛୋଟ କଦଳୀ ଗଛ କହିଲା, ଚଢେଇ ଭାଇ, ମତେ ଟିକେ ପାଣି ଦିଅ, ଦୟା କର ମୋ ଉପରେ। ଆରେ, ତୁ ତ ଏତେ ଛୋଟ ଗଛଟିଏ, ଆଉ ତୁ କଥା କହୁଛୁ କିପରି? ମୁଁ କୌଣସି ସାଧାରଣ କଦଳୀ ଗଛ ନୁହେଁ, ମୁଁ ହେଉଛି ଗୋଟେ ଯାଦୁଇ କଦଳୀ ଗଛ। ମୁଁ ବଡ ହେଲେ ମୋ ଦେହରୁ ସୁନାର କଦଳୀ ଫଳିବ। ଚଢେଇ ଭାଇ, ତମେ ମତେ ଏଠୁ ନେଇଯାଅ, ଆଉ ମତେ ନେଇ ଭଲ ସାର ଆଉ ପାଣି ଦେଇ ମତେ ବଡ କର। ମୁଁ ବଡ ହେଇଗଲେ ତୁମର ସବୁ ଋଣ ସୁଝିଦେବି। ଲତା ମାଉସୀ ଥିଲା ବେଳେ ତ ସେ ତୁମର ବହୁତ ଯତ୍ନ ନେଉଥିଲା, ଆଉ ଏବେ ତ ସେ ନାହିଁ। ତେଣୁ ତୁମେ ଆଉ ଚିନ୍ତା କରନି, ମୁଁ ତୁମକୁ ଏଠୁ ନେଇଯିବି, ଆଉ ମୋ ଘର ପାଖରେ ରଖି ତୁମର ବହୁତ ଯତ୍ନ ନେବି।
ଏମିତି କହି ରାଜୁ ସେଇ ଛୋଟ କଦଳୀ ଗଛକୁ ଧରି ସେଠୁ ଉଡିଗଲା। ଆଉ କିଛି ସମୟ ପରେ ସେ ସେଇ ଗଛକୁ ନେଇ ତା ଘର ପାଖରେ ଲଗେଇଦେଲା। କଦଳୀ ଗଛ ଲଗେଇଲା ବେଳେ ଗୋଟିଏ ଚିଲ ଦୂରରେ ରହି ସେସବୁ ଦେଖୁଥିଲା। ଏ ଛୋଟ କଦଳୀ ଗଛ, ତୁମେ ଏଇଠି ଥାଅ, ମୁଁ ଯାଉଛି ତୁମ ପାଇଁ ପାଣି ନେଇକି ଆସୁଛି। ହଁ ଚଢେଇ ଭାଇ, ତମେ ଯାଅ। ଏହା ପରେ ରାଜୁ ସେଠୁ ଚାଲିଗଲା। ଆଉ ଟିକେ ସମୟ ପରେ ପାଣି ଆଣି ଗଛ ମୂଳେ ଢାଳିଲା। ଚିଲ ଏସବୁ ଦେଖୁଥାଏ। ଆରେ ଏ ରାଜୁ କେଡେ ମୂର୍ଖ, ସାମାନ୍ୟ କଦଳୀ ଗଛକୁ ଲଗେଇ ତାକୁ ପାଣି ଦଉଛି। ହେ 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 ହେ। ଇଏ ଗଛ ବଡ ହେଲେ ଏଥିରେ ଫଳିଥିବା କଦଳୀ ମୁଁ ନେଇଯିବି। ଆଉ ଏ ରାଜୁ କାଳିଆ କାଉ ପରି ମୁହଁ କାଢିକି ବସିଥିବ। ହା 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 ହା। ଧନ୍ୟବାଦ, ଧନ୍ୟବାଦ ଚଢେଇ ଭାଇ। ଚଢେଇ ଭାଇ, ତୁମେ ବହୁତ ଭଲ। ତୁମେ ମୋର ବହୁତ ଯତ୍ନ ନେଲ। ଆଉ ମୁଁ ବଡ ହେଲେ ତୁମର ସବୁ ଋଣ ସୁଝିଦେବି। ଗଛ, ତମେ ଏଇଠି ବିଶ୍ରାମ କର, ମୁଁ ଯାଉଛି, ମୋର ସିଆଡେ ଟିକେ କାମ ଅଛି। ହଉ ଚଢେଇ ଭାଇ, ତମେ ଯାଅ। ଏହା ପରେ ରାଜୁ ସେଠୁ ଚାଲିଗଲା। ଏମିତି ରାଜୁ ପ୍ରତିଦିନ ତାର ଯତ୍ନ ନେଲା। କିଛି ଦିନ ଭିତରେ ସେ ଗଛ ବଡ ହେଇଗଲା। ଆଉ ସେଥିରେ କଦଳୀ ଫଳିଲା। ଦୁଷ୍ଟ ଚିଲ ପ୍ରତିଦିନ ପାଖ ଗଛରେ ରହି ସେ କଦଳୀ ଗଛ ଉପରେ ନଜର ରଖୁଥାଏ। ଆଉ 15 ଦିନ ପରେ ଏ କଦଳୀ ପୁରା ପାଚିଯିବ। ଆଉ ତାପରେ ମୁଁ ଏ କଦଳୀକୁ ଖାଇଦେବି। ଚିଲର ଏମିତି କଥା କଦଳୀ ଗଛ କାନରେ ପଡିଲା। ଆରେ ଏ ଚିଲ ଏମିତି କଣ କହୁଛି? ଏ ଚିଲ ତ ବହୁତ ଦୁଷ୍ଟ। ହେଲେ ଇଏ ଜାଣିନି ଯେ ମୁଁ ଗୋଟେ ଜାଦୁଇ ଗଛ ବୋଲି। ଏ ଦୁଷ୍ଟ ଆସୁ ଏଠାକୁ। ଏଠାକୁ ଆସିଲେ ମୁଁ ତାକୁ ଉଚିତ ଶିକ୍ଷା ଦେବି। ଗଛ ଏମିତି କହୁଥାଏ। ହଠାତ୍ ରାଜୁ ଆସି ସେଠି ପହଞ୍ଚିଲା। ଗଛ, ତୁମର କଣ ଏବେ ପାଣି ଦରକାର କି? ନାଇଁ ରାଜୁ ଭାଇ, ମୋର ଏବେ ପାଣି ଦରକାର ନାହିଁ। ହେଲେ ରାଜୁ ଭାଇ, ତୁମେ ଚିନ୍ତାରେ ଥିଲା ପରି ଜଣା ପଡୁଛ। କଣ ହେଇଛି? କଣ ହେଇଛି ତୁମର? କଣ କହିବି ଗଛ, ଏଇ ଆମ ପାଖ ଜଙ୍ଗଲରେ ମୋ ଭାଇ ରହୁଥିଲା। ହେଲେ କାଲି ସେ ଜଙ୍ଗଲରେ ବର୍ଷା ପବନ ହେଇ ତା ଘରଟା ଭାଙ୍ଗି ଯାଇଛି। ତେଣୁ ସେ ଖବର ପଠେଇଥିଲା ନୂଆ ଘର ତିଆରିବା ପାଇଁ ତାର କିଛି ଟଙ୍କା ଦରକାର ଅଛି ବୋଲି। ହେଲେ ମୁଁ କଣ କରିବି? ମୋ ପାଖରେ ତ ଗୋଟେ ହେଲେ ବି ଟଙ୍କା ନାହିଁ। ସେଥିପାଇଁ ମୁଁ ଟିକେ ଚିନ୍ତାରେ ଅଛି। ରାଜୁ ଭାଇ, ମୁଁ ଥାଉ ଥାଉ ତୁମର କି ଚିନ୍ତା? ତୁମେ କଣ ଜାଣିନ ମୁଁ ଗୋଟେ ଜାଦୁଇ ଗଛ ବୋଲି? ରାଜୁ ଭାଇ, ଏଇ ନିଅ ଏ ସୁନା କଦଳୀ। ଆଉ ଏକୁ ବିକ୍ରି କରି ତୁମ ଭାଇଙ୍କୁ ସାହାଯ୍ୟ କର। ଆରେ, ମୁଁ ତ ଏକଥା ଭୁଲି ଯାଇଥିଲି ଯେ ତୁମେ ଗୋଟେ ଜାଦୁଇ ଗଛ ବୋଲି। ଧନ୍ୟବାଦ, ଧନ୍ୟବାଦ ଗଛ। ରାଜୁ ଭାଇ, ମତେ ଏଥିରେ ଧନ୍ୟବାଦ ଦେବାର କଣ ଅଛି? ମୁଁ ତ ମୋ କର୍ତ୍ତବ୍ୟ କରିଛି। ଆରେ ତୁମେ ମତେ ଏତେ ଦିନ ହେଲାଣି ପାଣି ଓ ସାର ଦେଇ ବଡ କରିଲ। ଆଉ ତା ଆଗରେ ଏ ଛୋଟ ସାହାଯ୍ୟ କିଛି ବି ନୁହେଁ। ଯାଅ, ଯାଅ ତୁମେ ତୁମ ଭାଇଙ୍କୁ ଯାଇ ସାହାଯ୍ୟ କରି ଆସ। ହଁ ଗଛ, ମୁଁ ଯାଉଛି। ଏମିତି କହି ରାଜୁ ସେ ସୁନା କଦଳୀକୁ ନେଇ ସେଠୁ ଚାଲିଗଲା। ଆରେ ଇଏ କଦଳୀ ଗଛରେ ସୁନା କଦଳୀ ଫଳୁଛି? ବାପରେ, ଏକଥା ତ ମୁଁ ଜାଣିନଥିଲି। ଯାଉଛି ଯିବି। ରାଜୁ ତ ଏବେ ନାହିଁ। ସେ ସବୁ ସୁନା କଦଳୀକୁ ସେଠୁ ଚୋରି କରି ନେଇ ଆସିବି। ଏମିତି କହି ଚିଲ କଦଳୀ ଗଛ ପାଖକୁ ଗଲା। କଦଳୀ ଗଛ ଚିଲର ମନ କଥା ଜାଣିପାରି ସେ ତାର ସୁନାର କଦଳୀକୁ ଲୁଚେଇ ଦେଲା। ଆରେ ଏଇ ଗଛରେ ତ ଏବେ ଗୋଟେ ବଡ କଦଳୀ ପେଣ୍ଡା ଥିଲା। ଆଉ ହଠାତ୍ ଏବେ ତାକୁ କିଏ ନେଇଗଲା? ହଉ ଛାଡ, ମୁଁ ଯାଉଛି ସେ ଗଛ ଉପରେ ପୂର୍ବ ପରି ବସି ପବନ ଖାଇବି। ଏମିତି କହି ଚିଲ ଗଛ ଆଡକୁ ଚାଲିଗଲା ଏବଂ ଗଛ ଉପରେ ପହଞ୍ଚି ଦେଖିଲା କଦଳୀ ଗଛରେ କଦଳୀ ଅଛି। ଆରେ ଏବେ ପରା ସେ କଦଳୀ ଗଛରେ କଦଳୀ ନଥିଲା। ଆଉ ଏବେ କଣ କଦଳୀ ପେଣ୍ଡା ଦେଖାଯାଉଛି? ମୋ ଆଖି ଆଉ ଖରାପ ହେଇଯାଇନି ତ? ଯାଉଛି ଆଉ ଥରେ ଯିବି ସେଠାକୁ। ଏମିତି କହି ଚିଲ ପୁଣି ସେଠାକୁ ଗଲା। ଚିଲ ଯେମିତି କଦଳୀ ଗଛ ପାଖରେ ପହଞ୍ଚିଲା, କଦଳୀ ପେଣ୍ଡାଟି ପୂର୍ବ ପରି ଉଭେଇ ଗଲା। ଚିଲ କଦଳୀ ପେଣ୍ଡାକୁ ନ ଦେଖିଲାରୁ ସେ ନିରାଶ ହେଇ ସେଠୁ ଫେରି ଆସିଲା। ଦୁଷ୍ଟ ଚିଲ, ମୋ କଦଳୀକୁ ଇଏ ଚୋରି କରିବାକୁ ଆସିଛି। ହଉ, ଏଇଥରଟା ଆସ, ତତେ ଏଥରଟା ଭଲ ବୁଦ୍ଧିଟିଏ ଶିଖେଇବି। ହେ, ମୋ ମତିଭ୍ରମ ହେଇଗଲାଣି ନା କଣ? ଗଛ ଉପରେ ବସିଲେ କଦଳୀ ପେଣ୍ଡା ଦିଶୁଛି, ଆଉ ସେ ଗଛ ପାଖକୁ ଗଲେ କଦଳୀ ପେଣ୍ଡା ନାହିଁ। ଆରେ ମୁଁ ଆଉ ପାଗଳ ହେଇଯାଇନି ତ? ମୁଁ ପାଗଳ ହେଇଗଲି। ଯାଉଛି ଏଥରଟା ସେ କଦଳୀ ଗଛକୁ ଭାଙ୍ଗିଦେବି।
ଆଉ ତାପରେ ମତେ କଦଳୀ ଗଛ କି କଦଳୀ ପେଣ୍ଡା କିଛି ଦେଖାଯିବନି। ହା 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 ହା। ଏମିତି କହି ଚିଲ ପୁଣି ଥରେ ସେଠାକୁ ଗଲା। ହେଲେ ଏଥରଟା ତାକୁ କଦଳୀ ପେଣ୍ଡା ଦେଖାଗଲା। ହେଲେ ସେ ତା ନିଜ ଆଖିକୁ ବିଶ୍ୱାସ କଲା ନାହିଁ ଓ ରାଗରେ କଦଳୀ ଗଛକୁ ଭାଙ୍ଗିବାକୁ ଲାଗିଲା। କଦଳୀ ଗଛ ଚିଲର ଏମିତି ହରକତ ଦେଖି ରାଗିଗଲା ଓ ତାକୁ ତା ଯାଦୁ ବଳରେ ସେଇଠି ଭସ୍ମ କରିଦେଲା। ଦୁଷ୍ଟ ଚିଲ କଦଳୀ ଚୋରି କରିବାକୁ ଆସିଥିଲା, ଆଉ